ଦାରୁବ୍ରହ୍ମ ରୂପେ ପୂଜିତ କୋଡିଙ୍ଗା ରାଜା ଚାଉରିଆ ମନ୍ଦିର। ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସହିତ କଣ ରହିଛି ସମ୍ପର୍କ? ପୁରୀରେ ଦାରୁବ୍ରହ୍ମ ରୂପେ ଚତୁର୍ଦ୍ଧା ମୂର୍ତ୍ତି ପୂଜା ପାଉଥିବା ବେଳେ ଏମିତି କୌଣସି ସ୍ଥାନରେ ଦେଖାଯାଇ ନଥାଏ। କିନ୍ତୁ ଆଜି ଆମେ ଏମିତି ମନ୍ଦିର ଉପରେ କହିବୁ ଯାହାକି ଠିକ୍ ପୁରୀ ପରି କିମ୍ବଦନ୍ତୀ ରହିଛି। ଇଏ ହେଉଛି ନବରଙ୍ଗପୁର ଜିଲ୍ଲା କଷାକମୁଣ୍ଡା ବ୍ଲକ କୋଡିଙ୍ଗା ଠାରେ ଥିବା ରାଜା ଚାଉରିଆ ମନ୍ଦିର ସମ୍ପର୍କରେ। ବହୁ ବର୍ଷ ପୂର୍ବେ ଏଠାରେ ରାଜା ଚାଉରିଆ ଦାରୁବ୍ରହ୍ମ ରୂପେ ପୂଜା ପାଇ ଆସୁଛନ୍ତି। ଏଠାରେ ଆସିଲେ ସମସ୍ତଙ୍କ ମନସ୍କାମନା ମଧ୍ୟ ପୂରଣ ହେବା ନେଇ ବିଶ୍ୱାସ ରହିଛି। ପୁରୀରେ ଯେମିତି ଦାରୁବ୍ରହ୍ମ ରୂପେ ଭାସି ଆସିଥିଲେ ଠାକୁର, ଠିକ୍ ସେମିତି ଏଠାକାର ଦେବତା ବି ନିକଟସ୍ଥ ଏକ ଗଭୀର ପୋଖରୀରେ, ଯାହାକି ବାଲି କୁଣ୍ଡ ରୂପେ ପରିଚିତ, ସେଠାରେ ଭାସମାନ ରୂପରେ ବିରାଜ ରହିଥିଲେ। ବର୍ତ୍ତମାନର ପୂଜାରୀ ଅସ୍ତୁ ମାଝୀଙ୍କ ପୂର୍ବ ପୁରୁଷଙ୍କୁ ସ୍ୱପ୍ନ ଦେଲେ ରାଜା ଚାଉରିଆ ଭଗବାନ। ପୂର୍ବପୁରୁଷ କହିବା ମୁତାବକ ତତ୍କ୍ଷଣାତ୍ ଗ୍ରାମର ସମସ୍ତେ ସେଠାରେ ଯାଇ ବାଜା, ମୃଦଙ୍ଗ, ହୁଳୁହୁଳି, ଘଣ୍ଟା ବଜେଇ ପାଛୋଟି ଆଣିଥିଲେ ଦାରୁବ୍ରହ୍ମଙ୍କୁ। ତେବେଠାରୁ ଏଠାରେ ରାଜା ଚାଉରିଆ ଦେବତା ରୂପରେ ପୂଜା ପାଇ ଆସୁଛନ୍ତି ଦାରୁବ୍ରହ୍ମ ରୂପରେ। ଆଖପାଖ ଅଞ୍ଚଳର ସମସ୍ତଙ୍କ ଆଶା ଭରସା ଏହି ରାଜା ଚାଉରିଆ। ପ୍ରତିବର୍ଷ ଚୈତ୍ର ମାସରେ ବହୁ ଜାକ ଜଖମ ସହିତ ପୂଜା ପାଇଥାନ୍ତି ଏହି ଦେବତା। ବହୁ ବର୍ଷ ପୂର୍ବେ ତତ୍କାଳୀନ ପୁରୀ ରାଜା ମଧ୍ୟ ଏଠାକୁ ଆସି ଭଗବାନଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ ଏବଂ ପୁରୀର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହ ଏହି ରାଜା ଚାଉରିଆଙ୍କ ନିବିଡ଼ ସମ୍ପର୍କ ରହିଥିବା ପ୍ରକାଶ କରିଥିଲେ ପୂର୍ବପୁରୁଷ। କିମ୍ବଦନ୍ତୀରେ ତ ପୁରା ମୁଁ ଯେଉଁଟା କହିଛି ସେଇଟା ପରିପୂର୍ଣ୍ଣ ଭାବରେ ଅଛି ଏବଂ ବହୁତ ଲୋକ କିମ୍ବଦନ୍ତୀରେ ଜାଣିଛନ୍ତି ଯେ ରାଜା ଚାଉରିଆ ହେଉଛନ୍ତି ବଡ଼ ଠାକୁର ଏବଂ ପୁରୀ ସହିତ ଲିଙ୍କ ଅଛି ସୁଦର୍ଶନ ଚକ୍ର, ଯେଉଁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଆଉ ଆମର ଯେଉଁ ସୁଦର୍ଶନ ଚକ୍ର ସେ ଚତୁର୍ଦ୍ଧା ମୂର୍ତ୍ତି ବୋଲିକରି ପୁରୀ ରାଜା ନିଜେ ମଧ୍ୟ କରିଛନ୍ତି ଆଉ ପୁରୀ ସହିତ ଜଡ଼ିତ ଅଛି। ବର୍ତ୍ତମାନ ବାଲିକୁଣ୍ଡର ଅବସ୍ଥା ବହୁତ ଖରାପ ଅଛି, କିନ୍ତୁ ପୁରୀ ରାଜା ବି ଜାଣିଛନ୍ତି, ଓଡ଼ିଶା ସାରା ଲୋକ ବି ଜାଣିଛନ୍ତି କୋଡିଙ୍ଗାରେ ଚାଉରିଆ ଜନ୍ମ ହେଇଛି ବୋଲି। କଣ ସ୍ୱପ୍ନାଦେଶ ହେଲା, କେମିତି କଣ ହେଇକରି ଠାକୁର ଏଠାରେ ସ୍ଥାପନ କରିଥିଲେ? ସ୍ୱପ୍ନ ଆଦେଶ ହେଲେ ଯେତେବେଳେ ତାଙ୍କେ ଭାସି ବାହାରିକରି କୋଉଠୁ ଆସିଲେ କି ଭିତରେ ପାଣି ଭିତରେ ଆସିକରି ବାହାରିକରି ସେ ଭାସୁଥିଲେ ଯେ ସୂର୍ଯ୍ୟ ତେଜ ଭଳିଆ ତାଙ୍କର ବଦନ ଥିଲା। ତାଙ୍କୁ ଦେଖିବା ପାଇଁ ବି ବହୁତ କଷ୍ଟ ହେଉଥିଲା, ଏମିତି ଉଜ୍ଜଳିତ ହେଇଥିଲା। ଆଉ ଦିନେ ଫରେନ୍ ଲୋକ ଆସିକରି ମଧ୍ୟ ସେ ମନ୍ଦିର ପାଖରେ ଯାଇକରି ଦୂରବୀକ୍ଷଣ ଯନ୍ତ୍ର ସାଙ୍ଗେ ଦେଖିଲେ, ଦେଖିପାରିଲେ ନାହିଁ ସେ ଦେବୀକି ଦେଖିପାରିଲେ ନାହିଁ। ବହୁତ ଭୟ କଲେ ତାଙ୍କେ। ଏତେ ପୁରା ବିଦେଶ ପର୍ଯ୍ୟନ୍ତ ମଧ୍ୟ ଆର ନାଁ ଅଛି ଏବଂ ଜାଣିଛନ୍ତି। ଏଇ ଦେଖୁଛନ୍ତି ଏହି ସ୍ଥାନ ବାଲିକୁଣ୍ଡ, ଯେଉଁଥିରେ ରାଜା ଚାଉରିଆ ଦାରୁବ୍ରହ୍ମ ରୂପେ ଏଠାରେ ଭାସମାନ ରୂପରେ ରହିଥିଲେ। ଇଏ ହେଉଛି ସେହି ପୁଣ୍ୟ ସ୍ଥାନ ଯେଉଁଠି ପ୍ରଥମେ ଦାରୁବ୍ରହ୍ମ ରୂପରେ ଦୃଶ୍ୟମାନ ହୋଇଥିଲେ ସ୍ୱୟଂ ଭଗବାନ। ସେହି ସମୟରେ ଏଠାରେ ଗଭୀର ପାଣିରେ ରହିବା ସହ ସମସ୍ତେ ଏଠାରେ ପାଣିରେ ଉପଯୋଗ କରୁଥିଲେ। ବର୍ତ୍ତମାନ କିନ୍ତୁ ଏହି ସ୍ଥାନ ଅବହେଳିତ, ମାଟି ଗଛଲତା ପୋତି ହୋଇ ବସିଲାଣି। ବନ୍ଧ ଚାରିକାନି ସ୍ଥାନକୁ ଏଠାକାର ଜମି ମାଲିକମାନେ ପୋତି ନିଜର ଜମିକୁ ବଢ଼ାଇବାକୁ ଲାଗିଛନ୍ତି। କିନ୍ତୁ ଭଗବାନଙ୍କ ଏହି ସ୍ଥାନକୁ ସ୍ମୃତିରେ ସାଇତି ରଖିବା ପାଇଁ କାହାର ନିଘା ମଧ୍ୟ ନାହିଁ। ବାଲିକୁଣ୍ଡ ବୋଲି ଜାଗା ସେଟା, ତାର ନାଁ ହେଲା ବାଲିକୁଣ୍ଡ। ବାଲିକୁଣ୍ଡ ସେଠି ଆମର ଚାଉରିଆ ରାଜା ଚାଉରିଆ ସେଠି ଜନ୍ମ ହେଇଥିଲେ। ଆହୁରି ଆମର ଯେତିକି ଆମର ବାରପାଲିଆ ଲୋକ ସବୁ ଯେତିକି ଯୋଉ ଗାଁରେ ବାଲି ଯାତ୍ରା ଆଣିଲେ ସେଠିରୁ ଆକା ବାଲି ନେଇକରି ସେଠି ବାଲିଯାତ୍ରା ହଉଛି। ଦାରୁବ୍ରହ୍ମ ଭାସି ଆସିଥିଲେ କି? ହଁ, ସେଠି ଦାରୁବ୍ରହ୍ମ ହିସାବରେ ତାଙ୍କ ଭାସି ଆସିଥିଲେ। ସେଇଟା ପୁଣି ପୂର୍ବପୁରୁଷ ମାନେ କହିବା କଥା ତ ଶୁଣିଛୁ, ସେଠି ରସି ବରାଇ ନେଇକରି ବାନ୍ଧି କରି ଆଣବାଟା ସେଟା ହେଲା ନାହିଁ। ପୁଣି ତାରପରେ ସ୍ୱପ୍ନ ଦେଲାରୁ ତିନି କରି 9ଟା ସୂତାରେ ମହାପ୍ରଭୁ ଆସିଥିଲେ। ବର୍ତ୍ତମାନ ଏଇଟା ମାନେ ଆପଣ ଶାନ୍ତ ଥିଲାବେଳେ ଭଲ ଥିଲା? ହଁ, ଶାନ୍ତ ଥିଲାବେଳେ ଭଲ ଥିଲା। ଆମେ ଗାଧଉଥିଲୁ, ଆରି ହାତୀ ବାଲା ମାନେ ହାତୀ ଆଣୁଥିଲେ, ସେଠି ହାତୀ ଗାଧଉଥିଲେ। ବର୍ତ୍ତମାନ କେମିତି ଅବସ୍ଥା? ବେଶୀ ଅବସ୍ଥା ଅଛି ସେଠି ତ ହଗାମୁଟା ପୁରା ହେଇଯାଇଛି, ସେପଟେ ଯାଇ ମିଶା ହଉନାହିଁ। କଣ କହିବ? ହେଲେ ସେଇଟା କିସ୍ କରିବା, ସେଇଟା ଆମେ ସରକାରକୁ ଟିକେ ଆମ ଅଞ୍ଚଳବାସୀ କହୁଛୁ ଯେ ସେଇଟା ଟିକେ ସଫାସୁତୁରା କଲେ ଭଲ ହେଇଥାନ୍ତା। ଆମ ରାଜା ଚାଉରିଆ ଜନ୍ମସ୍ଥାନ ସେଇଟା। भगवान कृष्ण सपना पर जी के देखा गया है सत्य का